ଆଜି ସନ୍ଧ୍ୟାର 10ଟି ବଡ଼ ଖବର। ସାଲେପୁର ପର୍ବଛକ ଗାଁରେ ନାବାଳକ ହତ୍ୟା ଘଟଣାର ନୂଆ ମୋଡ଼। ପୁଅର ତଣ୍ଟି କାଟିଥିଲା ବାପା। କର୍ଣ୍ଣାଟକକୁ ଫେରିଲା ମାସ୍କ। ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ। ଅଧୀର ରଞ୍ଜନ ଚୌଧୁରୀ ସମେତ 33 ବିରୋଧୀ ସାଂସଦ ଲୋକସଭାରୁ ନିଲମ୍ବିତ। 1 କିଲୋ ସୁନା ଓ 7 କିଲୋ ଚାନ୍ଦିରେ ନିର୍ମିତ ଭଗବାନ ରାମଙ୍କ ଚରଣ ପାଦୁକା ସାରା ଦେଶରେ କରାଯାଉଛି ପରିକ୍ରମା। ଜାନୁଆରୀ 19ରେ ଏହା ଅଯୋଧ୍ୟାରେ ପହଞ୍ଚିବ। ଦିଲ୍ଲୀରେ ହିଟ୍ ଆଣ୍ଡ ରନ୍ ମାମଲା। ବ୍ୟକ୍ତିଙ୍କୁ ଧକ୍କା ଦେଇ ବୋନେଟ୍ରେ ଘୋଷାଡ଼ି ନେଲା ମିନି ବସ୍। ଦେଶରେ ପୁଣି ଡରାଇଲାଣି କରୋନା। 24 ଘଣ୍ଟାରେ 5 ଜଣଙ୍କ ମୃତ୍ୟୁ, 335 ନୂଆ ରୋଗୀ ଚିହ୍ନଟ। ଘଟଗାଁରେ ଉଠା ଦୋକାନୀଙ୍କ ଦୁରାତ୍ମ୍ୟ। ମା ତାରିଣୀଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତଙ୍କୁ ମାରି ନାକ ଫଟାଇ ଦେଇଛନ୍ତି। ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇସାନ ବୁଖାରୀ ମାମଲା। ଡିଜିପିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶିମିଳିପାଳରେ ବାଘ ଫାଇଟ୍। 2 ମହାବଳ ବାଘଙ୍କ ମଧ୍ୟରେ ବଡ଼ ଲଢ଼େଇ। ଟ୍ରେନ୍ରୁ ଓହ୍ଲାଇବା ବେଳେ ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ। ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଘରେ ରୋଷେୟାଙ୍କୁ ସାହାଯ୍ୟ କରିବା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ଆଜି ସନ୍ଧ୍ୟାର 10ଟି ବଡ଼ ଖବରକୁ ଏଇଠି ରଖୁଛୁ। ନମସ୍କାର।